ବିଷ୍ଣୁପାଦ ତୀର୍ଥ ବୁଦ୍ଧ ଗୟାରେ ଆମେ ସମସ୍ତେ ଏକତ୍ର ଅଛୁ। ଆସନ୍ତାକାଲି ରାଞ୍ଚି ଅଭିମୁଖେ ଯିବୁ ଏବଂ ରାଞ୍ଚିରେ 3ଟି ଦିନ ଗୀତାଙ୍କର କଥା କହିବୁ। ତାପରେ ଟାଟାନଗରରେ 3 ଦିନ ପ୍ରୋଗ୍ରାମ ହେବ। ତାପରେ ଆମେ ଓଡ଼ିଶା ଫେରିବୁ। ତେବେ ଅଳ୍ପ ଦିନ ହେଲେ ବି ବହୁତ ଦିନ ଭଳି ଲାଗୁଛି। ଶୀତ ପ୍ରଚଣ୍ଡ ଥଣ୍ଡା ଆମେ ନିଜକୁ ସହି ସହିକିରି ଏପର୍ଯ୍ୟନ୍ତ ଆସୁଛୁ। ଏପର୍ଯ୍ୟନ୍ତ ଏସି ଲାଗି ନାହିଁ କିମ୍ବା ଫ୍ୟାନ୍ ଲାଗି ନାହିଁ, କିଛି ନାହିଁ। କେବଳ ଚାଦର ଘୋଡ଼େଇ ହେବା କମଳ ଘୋଡ଼େଇବା ବ୍ୟତୀତ ଅନ୍ୟ କିଛି ନାହିଁ। ଯାଉ ଶୀତ ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ ଶୀତ ବସନ୍ତର ପ୍ରଭାବ ହେଉଛି ଭାରତବର୍ଷରେ। ଅନ୍ୟ ଦେଶରେ ସବୁଯାକ ଋତୁ ନାହିଁ। କେଉଁଠି ଗ୍ରୀଷ୍ମ ଋତୁ ଅଛି, କେଉଁଠି ଶୀତ ଋତୁ ଅଛି, କେଉଁଠି ବର୍ଷା ଋତୁ ଅଛି। କିନ୍ତୁ ଭାରତବର୍ଷ ହେଉଛି ଏକ ମହାନ ଦେଶ, ଯେଉଁ ଦେଶରେ 6ଟି ଋତୁର ପ୍ରବାହିତ ହୁଏ। 6ଟି ମାର କ୍ଷୀର ଖାଇଥିଲେ କାର୍ତ୍ତିକେୟ। 6ଟି ମାର କ୍ଷୀର ଖାଇଥିଲେ କାର୍ତ୍ତିକେୟ। ତେଣୁ ସେ ଦେଖିବାକୁ ଅତି ସୁନ୍ଦର, ଆଜନ୍ମ ବ୍ରହ୍ମଚାରୀ ଏବଂ ସେ ହେଉଛନ୍ତି ସମସ୍ତ ସୈନିକମାନଙ୍କ ମଧ୍ୟରେ ଶ୍ରେଷ୍ଠ। ବର୍ତ୍ତମାନ ଆମକୁ ବୁଝିବାକୁ ପଡ଼ିବ, ସବୁବେଳେ ଆମକୁ ବାସ୍ତବବାଦଟାକୁ ସବୁବେଳେ ନେବା ପାଇଁ ପଡ଼ିବ। ଏ 6ଟି ଋତୁ ହେଉଛି 6ଟି ମା। ସମଗ୍ର ଭାରତୀୟ ମାନେ 6ଟି ମାର କ୍ଷୀର ବା 6ଟି ମାର ସ୍ନେହ ବା ସ୍ପର୍ଶ ସେମାନେ ପାଇଛନ୍ତି। ନିଜକୁ ସେମାନେ ଭାଗ୍ୟବାନ ବୋଲି ମନେ କରିବା ଉଚିତ। ଯେଉଁମାନେ ଭାବୁନାହାନ୍ତି ସେ ନ କରିବେ, ସେ ଅଲଗା କଥା। କିନ୍ତୁ ଆମେ ସମସ୍ତେ ଭାରତୀୟ ଏବଂ ଭାଗ୍ୟବାନ। ଏଇ ଯେଉଁ ବିଷ୍ଣୁପାଦ, ଏ ତୀର୍ଥର ନାମ ହେଉଛି ଗୟା। ଗୟା ମାନେ ଯାଅ। ତାମାନେ ଗୟା ଶବ୍ଦକୁ ନେଇ ଆମ ପିତୃପିତାମାନଙ୍କୁ ଆମେ କହୁଛୁ ଶ୍ରାଦ୍ଧ ମାଧ୍ୟମରେ ତୁମେ ଯାଅ, ଅର୍ଥାତ୍ ତୁମେ ବ୍ରହ୍ମଲୀନ ହୁଅ ବା ତୁମେ ବିଷ୍ଣୁପାଦକୁ ପ୍ରାପ୍ତ ହୁଅ। ଆପଣ ବିଷ୍ଣୁପାଦକୁ ଦେଖିବେ, ସେଠି ମୂର୍ତ୍ତି କିଛି ନାହିଁ, କିନ୍ତୁ ତାଙ୍କୁ ବିଷ୍ଣୁପାଦ ବୋଲି କୁହାଯାଉଛି। ବିଷ୍ଣୁପାଦ ତୀର୍ଥରେ ଆମର ଭୀମ ଭୋଇ ଲେଖିଛନ୍ତି, ପାଦ ପାଣି ନାହିଁ ଯାର ତାକୁ ଭଜିବୁ। ତାହେଲେ ବିଷ୍ଣୁପାଦରେ ଗୋଟିଏ ଗର୍ତ୍ତ ଭଳି ଗୋଟେ ଛୋଟ ଗର୍ତ୍ତଟିଏ ହେଇଛି। ରାତିରେ ପହୁଡ଼ ବେଳେ ଚନ୍ଦନରେ ଗୋଟେ ପାଦପଦ୍ମ ସେବକମାନେ ତିଆରି କରନ୍ତି। ସେ ହେଉଛି ଗୋଟିଏ ସ୍ଥାନ। ସବୁଆଡ଼େ ତ ଭାରତବର୍ଷରେ ମୂର୍ତ୍ତି ପୂଜା ବି ହେଉଛି, ପ୍ରବଳ ମୂର୍ତ୍ତି ପୂଜା ହେଉଛି। ମୂର୍ତ୍ତି ପୂଜା ମଧ୍ୟ ବିଷ୍ଣୁପାଦ ତୀର୍ଥରେ ମଧ୍ୟ ହେଉଛନ୍ତି। କିନ୍ତୁ ବିଷ୍ଣୁପାଦ ବୋଲି ଯେଉଁ ତୀର୍ଥଟିକୁ ଆମେ ସ୍ମରଣ କରିବା, ସେଠି ପାଦ ପାଣି କିଛି ନାହିଁ। ପାଦ ନାହିଁ କି ହାତ ନାହିଁ କି ମୁଣ୍ଡ ନାହିଁ କି କିଛି ନାହିଁ। ଏବଂ ଅପାଣି ପାତ ଯବନ ଗ୍ରହିତା, ଏଇ ଯେଉଁ କଥାଟି ଉପନିଷଦରେ କୁହାଯାଇଛି ବା ତୁଳସୀଦାସଙ୍କ ଭାଷାରେ, ପାଦ ନାହିଁ ଚାଲେ, ହାତ ନାହିଁ କାମ କରେ, କାନ ନାହିଁ ସବୁ ଶୁଣେ, ସିଏ ହେଉଛନ୍ତି ବିଷ୍ଣୁପାଦ। ସେଇ ବିଷ୍ଣୁପାଦ ହେଉଛନ୍ତି ଆମର ଭଗବାନ, ଆମ ଜଗନ୍ନାଥ। ଜଗନ୍ନାଥଙ୍କର କାନ ନାହିଁ, ସେ ସବୁ ଶୁଣୁଛନ୍ତି କି ନାହିଁ? ତାର କାନ ଜମା ନାହିଁ। ଭଗବାନଙ୍କର ପାଟି ନାହିଁ, ମୁଖଟା ବି ଅଛି, ଦାନ୍ତ ଦେଖାଯାଉଛି କି ପାଟି ଭିତରେ ଗୋଟେ ଚନ୍ଦ୍ର ଭଳି ଦନ୍ତ। କିନ୍ତୁ ସେ ନୈବେଦ୍ୟ ଗ୍ରହଣ କରୁଛନ୍ତି। ଯଦିଓ ଆଖି ଅଛି, ଆଖିର ପତା ନାହିଁ କି ପଲକ ନାହିଁ।
तेणु आखि थाइकरी मध्य सेकर आखि नाही, अंटा ठारू पाद पर्यंत नाही, जेहेतु नाही से पुरुष किंबा नारी ता मध्य आमे कहि हबो नाही। आपण माने लक्ष्य करिथिबे कि नाही, किंतु जगन्नाथ नाकरे गोटे बसुणी ताको कौन कौन पुराणा कालिया भाषार गोटे आगु नाकरे पिंधुथिले, से बसुणीटी मध्य जगन्नाथ अर्पण करा जाए, ताहले से ही पुरुष से ही नारी। आप सुभद्रा को देखु से पुरुष ना नारी, ताको आपण कहि परिबेनी पुरुष कहि परिबेनी नारी। तो सुभद्रा शब्दटी अच्छी बोली आम ताको भा बोली कहूँ कि भौणी बोली कहूँ। तेणु यही भाव आमर मूर्ति पूजा को तो अनेक विरोध करुँच, आम विरोध करूना कि विरोध करुचु करूनु या, किंतु आमे तत्वटा को केवल खोजुचु। तत्वटा जो रही से पूजा माने समस्ते करवा उचित। तेणु पवित्र विष्णुपाद तीर्थ आपण माने आज अवगाहन करिसेंती। आमर स्थाने स्थाने सनातन धर्म बा सन्थ सम्मेलन आमे ये वर्षक पर्यंत विभिन्न स्थान रे करिवु। कारण एला हरिद्वार रे सन्थ कुंभ जतबे पढ़ी कुंभ मेला, तेणु आमे तार ना देवु सन्थ कुंभ। बहुत दिन बहु वर्ष पूर्वे आश्रम रे सन्थ कुंभ गोटे विराट आयोजन रे करा जायतिला। इबे से विराट आयोजन को छाड़िकी छोट छोट आकार रे करवा भल बेसी जगार करवा। शेषे समस्त को शुभेच्छा जनाऊँगी। एवं समस्ते ये जो शीत ऋतु आपण माने शीत बेले बेले पाऊना व्यस्त होती, शीत होनी। तेणु वृक्ष जी कमी जाऊँगी शीत से कमी जाऊँगी। तेणु वृक्ष लगातु, शीत ऋतु को उपभोग करतु। पुणी यापर आसव बसंत ऋतु, ऋतुरात बसंत। समस्त शुभ समस्तंकर शुभ कामना करी बढ़िया रहूची। जय गुरु, जय जगन्नाथ, जय विष्णुपाद। भगवान बुद्धम भगवान सिद्धम, बुद्धम शरणं गच्छामि, संघं शरणं गच्छामि, सत्यम शरणं गच्छामि। जय गुरु। हरि बोल 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 जय राधा रमण जय राधा रमण
बोल